ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ଫାର୍ଷ୍ଟ ସେମିଷ୍ଟାରର ଯାହାକି ପରିବେଶର ବିଜ୍ଞାନ। ଓକେ, ଆଜି ଆମେ ଆଉ ଗୋଟେ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା। ଓକେ, ଆମେ କିଛି ନୂଆ ଲଙ୍ଗ କୋଶ୍ଚିନ୍ ଆଲୋଚନା କରିବା, ଯାହାଫଳରେ ଆମେ ଯେମିତି ମୁଁ ଆଉ ପୂର୍ବ ଭିଡ଼ିଓରେ ଆଲୋଚନା କଲି ପରିବେଶର, ସେଟା ଏକରେ ଅଛି ପରିବେଶ, ଦୁଇରେ ଅଛି ପରିବେଶ, ତିନିରେ ଅଛି ବି ସେ ପରିବେଶ ପରି। ସେଥିପାଇଁ ତିନିଟାଙ୍କ 3 ଆଉ 7 ମାର୍କିଆ ସେ ପରିବେଶ ଉପରେ ହିଁ ଅଛି। ସେଥିପାଇଁ ମୁଁ ଖାଲି ଗୋଟେ ଭିଡ଼ିଓରେ ହିଁ ସେଟାକୁ ସାରିଲି। ଓକେ, ଯେଉଁଟାକି ପୁରା ଗୋଟେ କୋଶ୍ଚିନ୍ କି ଦେଖିଲି, ତିନିଟାଙ୍କ ଭିତରୁ ଗୋଟେ କୋଶ୍ଚିନ୍କୁ ଚୁଜ୍ କଲି, ଯେଉଁଟାକି ପୁରା ଭଲ ଦେଇଥିଲା। ଓକେ, ଏଇଟା ଦେଖ, ଆଜି ଆମେ ଦେଖିବା ବାୟୁ କ'ଣ ଓ ବାୟୁମଣ୍ଡଳର ଗଠନ ଓ ସ୍ତରର ବିଭାଜନ ବର୍ଣ୍ଣନା କର। ଓକେ, ଦେଖ, ବାୟୁ କେତେକ ଗ୍ୟାସର ଏକ ସାଧାରଣ ମିଶ୍ରଣ ଅଟେ। ଏହା ପୃଥିବୀକୁ ଘେରି ରହିଛି। ବାୟୁ ଦ୍ୱାରା ପୃଥିବୀ ପୃଷ୍ଠରେ ଜୀବଜଗତର ସତ୍ତା ସମ୍ଭବପର ହୋଇପାରିଛି। ଯବକ୍ଷାରଜାନ ଓ ଅମ୍ଳଜାନ ବାୟୁର ମୁଖ୍ୟ ଉପାଦାନ। ବାୟୁମଣ୍ଡଳ ଭୂପୃଷ୍ଠରୁ ପ୍ରାୟ 350 କିମି ଉଚ୍ଚତା ପର୍ଯ୍ୟନ୍ତ ପରିବ୍ୟାପ୍ତ। ସମୁଦ୍ର ପତ୍ତନଠାରେ ବାୟୁର ଘନତା ସର୍ବାଧିକ। ବାୟୁମଣ୍ଡଳର ଗଠନ ଓ ପ୍ରକୃତି ଅନୁଯାୟୀ ଏହାକୁ 2 ଭାଗରେ ବିଭକ୍ତ କରାଯାଇଛି: ସମମଣ୍ଡଳ ଓ ବିଷମମଣ୍ଡଳ। ସମମଣ୍ଡଳ ଭୂପୃଷ୍ଠରୁ ଏହା ପ୍ରାୟ 80 କିମି ଉଚ୍ଚତା ପର୍ଯ୍ୟନ୍ତ ଦେଖାଯାଏ। ଏହା ପ୍ରାୟ ଯବକ୍ଷାରଜାନ 78% ଭାଗ ଏବଂ ଅମ୍ଳଜାନ 32% ଭାଗ ଏବଂ ଅବଶିଷ୍ଟ 1% ଭାଗ ଆରଗନ୍, ଅଙ୍ଗାରକାମ୍ଳ ଏବଂ ଅନ୍ୟାନ୍ୟ ଗ୍ୟାସକୁ ନେଇ ଗଠିତ। ଜଳୀୟ ବାଷ୍ପ ଓ ଧୂଳିକଣା ମଧ୍ୟ ଭିନ୍ନ ଭିନ୍ନ ପରିମାଣରେ ଦେଖାଯାଏ। ଯବକ୍ଷାରଜାନ ଏକ ନିଷ୍କ୍ରିୟ ଗ୍ୟାସ୍। ବାୟୁମଣ୍ଡଳର ଶୂନ୍ୟସ୍ଥାନ ପୂରଣ କରିବାରେ ଏହା ସହାୟକ ହୋଇଥାଏ। ଜୀବଜଗତର ଶ୍ୱାସକ୍ରିୟାରେ ଅମ୍ଳଜାନ ବ୍ୟବହୃତ ହୋଇଥାଏ। ଏହାର ବ୍ୟତିରେକ ପ୍ରାଣୀ ଓ ଉଦ୍ଭିଦର ଜୀବନ ଧାରଣ ଅସମ୍ଭବ ଅଟେ। ଅଙ୍ଗାରକାମ୍ଳର ବାୟୁମଣ୍ଡଳରେ ଆୟତନ କମ୍ ହେଲେ ମଧ୍ୟ ଏହାର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ। ଆଲୋକ ସଂଶ୍ଳେଷଣ ପ୍ରକ୍ରିୟା ନିମନ୍ତେ ଅଙ୍ଗାରକାମ୍ଳ ଏକାନ୍ତ ଅପରିହାର୍ଯ୍ୟ। ଆର୍ଗନ୍, ଯବକ୍ଷାରଜାନ ପରି ଏକ ନିଷ୍କ୍ରିୟ ଗ୍ୟାସ୍। ଏତଦ୍ ବ୍ୟତୀତ ଓଜୋନ୍, ହିଲିୟମ୍, କ୍ରିପ୍ଟନ୍, ନିଅନ୍ ଇତ୍ୟାଦି ଗ୍ୟାସ୍ ଅତି ଅଳ୍ପ ପରିମାଣରେ ସମମଣ୍ଡଳରେ ଦେଖାଯାଏ। ବିଷମମଣ୍ଡଳ ଭୂପୃଷ୍ଠରୁ 80 କିମି ଠାରୁ ବାୟୁମଣ୍ଡଳର ଶେଷ ସୀମା ପର୍ଯ୍ୟନ୍ତ ଦେଖାଯାଏ। ଏହା ବିଭିନ୍ନ ଗ୍ୟାସୀୟ ସ୍ତର ଦ୍ୱାରା ଗଠିତ। ଏହି ଗ୍ୟାସୀୟ ସ୍ତରଗୁଡ଼ିକ 4ଗୋଟି ପର୍ଯ୍ୟାୟରେ ରହିଥାନ୍ତି। ପ୍ରଥମ ସ୍ତରଟି 80 କିମିରୁ 200 କିମି ପର୍ଯ୍ୟନ୍ତ ଦେଖାଯାଏ। ଏହି ସ୍ତରଟି ଯବକ୍ଷାରଜାନ ଅଣୁ ଦ୍ୱାରା ଗଠିତ। ଦ୍ୱିତୀୟ ସ୍ତରଟି ଅମ୍ଳଜାନ ଦ୍ୱାରା ଗଠିତ ଏବଂ ପ୍ରାୟ 200 କିମି ଠାରୁ ପ୍ରାୟ 1100 କିମି ପର୍ଯ୍ୟନ୍ତ ବିସ୍ତୃତ। ଏହାର ଉପରକୁ ପ୍ରାୟ 3500 କିମି ପର୍ଯ୍ୟନ୍ତ ତୃତୀୟ ସ୍ତରଟି ରହିଥାଏ। ଏହି ସ୍ତରଟି ହିଲିୟମ୍ ପରମାଣୁ ଦ୍ୱାରା ଗଠିତ। ଚତୁର୍ଥ ତଥା ଶେଷ ସ୍ତରଟି ଓଜୋନ୍ ପରମାଣୁ ଦ୍ୱାରା ଗଠିତ ଏବଂ ବାୟୁମଣ୍ଡଳର ଶେଷ ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ। ବାୟୁମଣ୍ଡଳର ସ୍ତର ବିଭାଜନ। ଭୂପୃଷ୍ଠରୁ ଉପରକୁ ଉଚ୍ଚତା କ୍ରମରେ ବାୟୁମଣ୍ଡଳର ତାପମାତ୍ରାରେ ହ୍ରାସ ଘଟିଥାଏ। ବିଭିନ୍ନ ବୈଜ୍ଞାନିକ ପରୀକ୍ଷା ଅନୁଯାୟୀ ବାୟୁମଣ୍ଡଳକୁ 4ଗୋଟି ସ୍ତରରେ ବିଭକ୍ତ କରାଯାଇଛି। ଟ୍ରାପୋସ୍ଫିୟର। ସମୁଦ୍ର ପତ୍ତନଠାରୁ ଏହାର ହାରାହାରି ଉଚ୍ଚତା ପ୍ରାୟ 10 କିମି। ଏହି ସ୍ତରର ଉଚ୍ଚତାରେ ପରିବର୍ତ୍ତନ ଦେଖାଯାଏ। ବିଷୁବବୃତ୍ତଠାରେ ଟ୍ରାପୋସ୍ଫିୟର ପ୍ରାୟ 16 କିମି ପର୍ଯ୍ୟନ୍ତ ଦେଖାଯାଏ, କିନ୍ତୁ ମେରୁ ଅଞ୍ଚଳରେ 8 କିମି ଉଚ୍ଚତା ପର୍ଯ୍ୟନ୍ତ ଏହି ସ୍ତର ଥାଏ। ଉଚ୍ଚତା ବୃଦ୍ଧି ସାଥିରେ ତାପମାତ୍ରା ଏହି ସ୍ତରର କମିଥାଏ। ସମୁଦ୍ର ପତ୍ତନଠାରୁ 1 କିମି ଉଚ୍ଚତାରେ ପ୍ରାୟ 6.45 ସେଲସିୟସ୍ ତାପମାତ୍ରା ହ୍ରାସ ଘଟିଥାଏ। ଏହାକୁ ସାଧାରଣ ତାପ ବିଲୋପତା କୁହାଯାଏ। ଏହାର ଉପରିଭାଗରେ ଟ୍ରାପୋଜ
ନାମକ ପତଳା ବଳୟ ଅବସ୍ଥିତ। ଜଳବାୟୁ ଓ ମେଘ ଆଦିର ଏହି ସ୍ତରର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ପରିବର୍ତ୍ତନ ଘଟିଥାଏ। ମେସୋସ୍ଫିୟର ସମମଣ୍ଡଳରେ ତୃତୀୟ ସ୍ତରରେ ରୂପେ ମେସୋସ୍ଫିୟର ଅବସ୍ଥିତ। ଷ୍ଟ୍ରାଟୋପୋଜର ଉପରି ଭାଗରେ ଏହା ଦେଖାଯାଇଥାଏ। ନିମ୍ନ ଅଂଶରେ ଏହି ସ୍ତରରେ ପ୍ରାୟ 770 ସେଲସିୟସ୍ ତାପମାତ୍ରା ଥାଏ। ଏହା ହ୍ରାସ ଘଟି ଶେଷ ଭାଗରେ 127 ଡିଗ୍ରୀ ସେଲସିୟସ୍ରେ ପହଞ୍ଚିଥାଏ। ମେସୋସ୍ଫିୟରର ଉପରି ଭାଗରେ ମେସୋପୋଜ ନାମକ ଏକ ବଳୟ ଅବସ୍ଥିତ। ଷ୍ଟ୍ରାଟୋସ୍ଫିୟର ଏହା ଟ୍ରାପୋଜଠାରେ ପ୍ରାୟ 20 କିମି ଉଚ୍ଚତା ପର୍ଯ୍ୟନ୍ତ ରହିଅଛି। ଉଚ୍ଚତା ବୃଦ୍ଧି ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଏହି ସ୍ତରରେ ଦେଖାଯାଇ ନଥାଏ। ଜଳବାୟୁ ସଂକ୍ରାନ୍ତୀୟ କୌଣସି ଘଟଣା ଏଠାରେ ଦେଖାଯାଏ ନାହିଁ। ମେରୁ ଅଞ୍ଚଳରେ ଏହି ସ୍ତର ବିଷୁବ ଅଞ୍ଚଳଠାରୁ ଅଧିକ ବିସ୍ତାରିତ ଭାବରେ ଥାଏ। ଏହାର ଉପରି ଭାଗରେ ଷ୍ଟ୍ରାଟୋପୋଜ ନାମକ ଏକ ପତଳା ବଳୟ ଅଛି। ଥର୍ମୋସ୍ଫିୟର ଏହା ମେସୋପୋଜର ଉପରି ଭାଗରେ ଅବସ୍ଥିତ। ଏହା ବିଷମ ମଣ୍ଡଳର ଅନ୍ତର୍ଭୁକ୍ତ। ଉଚ୍ଚତା ବୃଦ୍ଧି ସଙ୍ଗେ ସଙ୍ଗେ ଏହି ସ୍ତରରେ ତାପମାତ୍ରା ଅଭିବୃଦ୍ଧି ଘଟିଥାଏ। ଏଠାରୁ ବାୟୁ ଶୂନ୍ୟ ପ୍ରାପ୍ତ ଅବସ୍ଥାରେ ଥାଏ। ଏହାର ଉପରି ଭାଗରେ ତାପମାତ୍ରା 110 ରୁ 700 ଡିଗ୍ରୀ ସେଲସିୟସ୍ ମଧ୍ୟରେ ଦେଖାଯାଏ। ଏହାର ନିମ୍ନ ଭାଗରେ ଆୟୋନୋସ୍ଫିୟର ଅବସ୍ଥିତ। ଆୟନ କଣିକାଗୁଡ଼ିକ ମେରୁ ଜ୍ୟୋତି ସୃଷ୍ଟିରେ ସହାୟକ ହୋଇଥାନ୍ତି। ଦକ୍ଷିଣ ମେରୁରେ ଅବସ୍ଥିତ ମେରୁ ଜ୍ୟୋତିକୁ କୁମେରୁ ଜ୍ୟୋତି ଏବଂ ଉତ୍ତର ମେରୁରେ ସୁମେରୁ ଜ୍ୟୋତି କୁହାଯାଏ। ଏଠି ଭିଡ଼ିଓଟି ସରିଯାଇଛି। ଏଟା ଗୋଟେ ବି ଲଙ୍ଗ୍ କୋଶ୍ଚିନ୍। ଓକେ, ଭିଡ଼ିଓକୁ ଷ୍ଟପ୍ କରିକି ସବୁ ଦେଖିଦେବ। ଜୟ ଜଗନ୍ନାଥ।